ଆଜିର ପ୍ରଥମ ନ୍ୟୁଜ୍। ରାଜଧାନୀରୁ ନକଲି ସବ୍ ଇନ୍ସପେକ୍ଟରଙ୍କୁ ଗିରଫ କଲା ଶହୀଦନଗର ପୋଲିସ। ନିଜକୁ ଡିଏସ୍ପି କହୁଥିଲା, ପୁଣି ପାଖରେ ରଖିଥିଲା କନେଷ୍ଟବଳ। ଏଭଳି ଦୃଶ୍ୟ ଭୁବନେଶ୍ୱରରେ ଦେଖିବାକୁ ମିଳୁଛି। ଶହୀଦନଗର ପୋଲିସ ରାଜଧାନୀରୁ ଜଣେ ନକଲି ସବ୍ ଇନ୍ସପେକ୍ଟରଙ୍କୁ ଗିରଫ କରିବା ସହ ତା ନିକଟରୁ ନକଲି ପରିଚୟ ପତ୍ର ଏବଂ ଟଙ୍କା ଜବତ କରିଛି। ସୂଚନା ମୁତାବକ ଅଭିଯୁକ୍ତ ଜଣକ ସବ୍ ଇନ୍ସପେକ୍ଟର ପୋଷାକ ପିନ୍ଧି କିଛି ଲୋକଙ୍କୁ ଠକୁଥିଲା ନେଇ ଅଭିଯୋଗ ହେଉଥିଲା। ପରେ ପୋଲିସ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏନେଇ ଏକ ମାମଲା ରୁଜୁ ସହ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି। ପରବର୍ତ୍ତୀ ଖବର। ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ବେତନ, ଭତ୍ତା ଏବଂ ପେନ୍ସନ ବୃଦ୍ଧି କଲେ କେନ୍ଦ୍ର ସରକାର। ସାଂସଦଙ୍କ ମାସିକ ବେତନ 1 ଲକ୍ଷ ଟଙ୍କା ଥିଲାବେଳେ ତାହା ଏବେ ବଢ଼ି 1,24,000 ଟଙ୍କା କରାଯାଇଛି। ସେହିପରି ସେମାନଙ୍କ ଦୈନିକ ଭତ୍ତା 2,000 ଟଙ୍କା ଥିଲାବେଳେ ଏବେ 2,500 ଟଙ୍କାକୁ ବୃଦ୍ଧି କରାଗଲା। ପରବର୍ତ୍ତୀ ଖବର। ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଫେରି ପାଇବେ ଟଙ୍କା। ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଟଙ୍କା ଫେରି ପାଇବେ। ଏନେଇ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛନ୍ତି ସରକାର। ଟଙ୍କା ଫେରସ୍ତ ପ୍ରକ୍ରିୟା ସରଳୀକରଣ କରିବାକୁ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଥିବା ନେଇ ବିଧାନସଭା ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଯାଏଁ 96,474 ହିତାଧିକାରୀଙ୍କୁ 50,69,00,000 ଟଙ୍କା ଫେରସ୍ତ କରାଯାଇଛି ଓ ଅବଶିଷ୍ଟ ଜମାକାରୀଙ୍କୁ ଫେରସ୍ତ ପାଇଁ ସରକାର ତ୍ୱରିତ ପଦକ୍ଷେପ ନେଉଛନ୍ତି ବୋଲି ସିଏମ୍ ଜଣାଇଛନ୍ତି। ପରବର୍ତ୍ତୀ ଖବର। ରାଜ୍ୟର 764 ଗ୍ରାମପଞ୍ଚାୟତରେ ନାହିଁ ଇଣ୍ଟରନେଟ୍ ସେବା। ମନ୍ତ୍ରୀ ମୁକେଶ ମହାଲିକ। ରାଜ୍ୟର 764 ଗ୍ରାମପଞ୍ଚାୟତରେ ଇଣ୍ଟରନେଟ୍ ସେବା ନଥିବା ନେଇ ବିଧାନସଭା ଗୃହରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିକ ସୂଚନା ଦେଇଛନ୍ତି। 167 ବ୍ଲକର 764 ଗ୍ରାମପଞ୍ଚାୟତରେ ମୋବାଇଲ ନେଟୱାର୍କ ନାହିଁ। ଏଥିସହ ସର୍ବାଧିକ କନ୍ଧମାଳ ଜିଲ୍ଲାରେ 106 ଗୋଟି ପଞ୍ଚାୟତରେ ଟାୱାର ନଥିବା ସୂଚନା ମିଳିଛି। 2025 ଜୁନ୍ ମାସ ସୁଦ୍ଧା ବଳକା 2,192 ଗୋଟି ଟାୱାର କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ କହିଛନ୍ତି। ପରବର୍ତ୍ତୀ ଖବର। ସ୍ତ୍ରୀ ଝଗଡ଼ା କରିବା ଓ ଆତ୍ମହତ୍ୟା ଧମକ ଦେବା ସ୍ୱାମୀଙ୍କ ପ୍ରତି ଏକ ବ୍ଲାକମେଲିଂ। ଓଡ଼ିଶା ହାଇକୋର୍ଟ। ସ୍ତ୍ରୀ ବାରମ୍ବାର ଝଗଡ଼ା କରିବା ଓ ଆତ୍ମହତ୍ୟା ପାଇଁ ଧମକ ଦେବା କେବଳ ଅତ୍ୟାଚାର ନୁହେଁ, ବରଂ ସ୍ୱାମୀଙ୍କ ପ୍ରତି ଏହା ମାନସିକ ଅତ୍ୟାଚାର ଅଟେ। ଏକ ଛାଡ଼ପତ୍ର ମାମଲାରେ ପରିବାର କୋର୍ଟ ବିବାହ ଭାଙ୍ଗିବା ନେଇ ଦେଇଥିବା ଆଦେଶକୁ କାଏମ ରଖିବା ସହ ଏଭଳି କିଛି ଟିପ୍ପଣୀ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ସୂଚନାଯୋଗ୍ୟ 2003ର ବିବାହ କରିଥିବା ଜଣେ ଯୁବକ ନିଷ୍ଠୁରତାର ଆଧାରରେ 2009ରେ ଛାଡ଼ପତ୍ର ମାଗିଥିଲେ। ପତ୍ନୀଙ୍କ ଏପରି ଆଚରଣରେ ବିବାହ ଜାରି ରଖିବା ଅସମ୍ଭବ ବୋଲି ଦର୍ଶାଇଥିଲେ ଯୁବକ। ପରବର୍ତ୍ତୀ ଖବର। ମୟୂରଭଞ୍ଜରେ ବିରୋଧର ସମ୍ମୁଖୀନ ହେବା ପରେ ପୂର୍ବ ସରକାରଙ୍କୁ ଦାୟୀ କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମୟୂରଭଞ୍ଜରେ କାଳବୈଶାଖୀ କ୍ଷତିଗ୍ରସ୍ତଙ୍କ ଦ୍ୱାରା କଡ଼ା ବିରୋଧର ସମ୍ମୁଖୀନ ହେବା ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ଏଥିପାଇଁ ପୂର୍ବ ସରକାର ବିଜେଡିକୁ ଦାୟୀ କରିଛନ୍ତି। ଯଦି ପୂର୍ବ ସରକାର ଲୋକମାନଙ୍କୁ ପକ୍କା ଘର ଦେଇଥାନ୍ତେ ତାହେଲେ କାଳବୈଶାଖୀରେ ଘର ଭାଙ୍ଗି ନଥାନ୍ତା କି ଲୋକମାନଙ୍କୁ ବିରୋଧ କରିବାକୁ ପଡ଼ିନଥାନ୍ତା ବୋଲି ସେ କହିଛନ୍ତି। କ୍ଷୟକ୍ଷତି ସମୀକ୍ଷା ପାଇଁ ଯାଇଥିଲା ବେଳେ ସେଠି ପ୍ରଧାନମନ୍ତ୍ରୀ ଆବାସ ଘର କେଉଁଠି ବି ଦେଖିବାକୁ ମିଳିନଥିଲା ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। ପରବର୍ତ୍ତୀ ଖବର। କଣ୍ଟିଲ ନୀଳମାଧବ ମନ୍ଦିରରେ ପ୍ରଭୁ ଶ୍ରୀ ନୀଳମାଧବଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 2 ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲା ବେଳେ ଭୁବନେଶ୍ୱରଠାରୁ ହେଲିକପ୍ଟରରେ କଣ୍ଟିଲରେ ପହଞ୍ଚି ନୀଳମାଧବ ମନ୍ଦିରରେ ପ୍ରଭୁ ଶ୍ରୀ ନୀଳମାଧବଙ୍କୁ ଦର୍ଶନ କରିଛନ୍ତି। ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ସିଏମ୍ ମୋହନ ମାଝୀ ଓ ବାଚସ୍ପତି ମଧ୍ୟ ପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହାପରେ ଶବର ରାଜା ବିଶ୍ୱାବସୁଙ୍କ ଗାଁ କାଳିଆପଲ୍ଲୀ ଗସ୍ତ କରି ଶବର ସମ୍ପ୍ରଦାୟର ମହାଯଜ୍ଞରେ ଯୋଗ ଦେବା ସହ ବିଶ୍ୱାବସୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ରାଷ୍ଟ୍ରପତି। ପରବର୍ତ୍ତୀ ଖବର। ଆଉ ନିର୍ବାଚନ ଲଢ଼ିବେ ନାହିଁ ନିରଞ୍ଜନ। ଆଉ ନିର୍ବାଚନ ଲଢ଼ିବି ନାହିଁ କହିଲେ ନିରଞ୍ଜନ ପଟ୍ଟନାୟକ। ବୟସ ଅଧିକ କାରଣରୁ ଆଉ ନିର୍ବାଚନ ଲଢ଼ିବି ନାହିଁ କହିଲେ ଯୁବପିଢ଼ିମାନଙ୍କୁ ଆଗକୁ ରାସ୍ତା ଛାଡ଼ିବା ଦରକାର। ଭଣ୍ଡାରୀ ପୋଖରୀରୁ କିଏ ଲଢ଼ିବ ପ୍ରଶ୍ନରେ ମତ ରଖିଲେ ମୋତେ ଦଳ ପଚାରିଲେ ମୋର ମତ ରଖିପାରିବ ବୋଲି କହିଛନ୍ତି। ପରବର୍ତ୍ତୀ ଖବର। ସୋମବାର ଲକ୍ଷ୍ନୌ ସୁପର ଜାୟାଣ୍ଟସକୁ 1 ୱିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ। ଲକ୍ଷ୍ନୌ ସୁପର ଜାୟାଣ୍ଟ ପ୍ରଥମେ ବ୍ୟାଟିଂ କରି 8 ୱିକେଟ ହରାଇ 209 ରନ୍ କରିଥିଲା ବେଳେ ଦିଲ୍ଲୀ କ୍ୟାପିଟାଲ୍ସର ଆଶୁତୋଷ ଶର୍ମା 31 ବଲରେ 66 ରନ୍ କରି ଦମଦାର ପାଳି ଖେଳିଥିଲେ। 19.3 ଓଭରରେ ଦିଲ୍ଲୀ କ୍ୟାପିଟାଲ୍ସ ଜିତି ଯାଇଥିଲା। ଏହି ପାଳିରେ ଆଶୁତୋଷ ଶର୍ମା 5ଟି ଛକା ଓ 5ଟି ଚୌକା ମାରିଥିଲେ ଏବଂ ପ୍ଲେୟର ଅଫ୍ ଦ ମ୍ୟାଚ୍ ମଧ୍ୟ ହୋଇଥିଲେ। ଓଡ଼ିଶାରେ ବିଦ୍ୟୁତ୍ ଶୁଳ୍କ ଅପରିବର୍ତ୍ତିତ। ସ୍ମାର୍ଟ ମିଟର ଭଡ଼ାରେ ରିହାତି ଘୋଷଣା କଲା OERC। ରାଜ୍ୟରେ ଆଗାମୀ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନ କରିବାକୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ OERC ନିଷ୍ପତ୍ତି ନେଇଛି। ଏହା ସହ 2 କିଲୋୱାଟ୍ ପର୍ଯ୍ୟନ୍ତ ସଂଯୁକ୍ତ ଲୋଡ୍ ସହିତ
ସ୍ମାର୍ଟ ମିଟର ବ୍ୟବହାର କରୁଥିବା ଉପଭୋକ୍ତାମାନେ ଏବେ ମାସିକ ମିଟର ଭଡ଼ା ଦେବାରୁ ମୁକ୍ତ ହେବେ ବୋଲି OERC ଘୋଷଣା କରିଛି। ସେହିପରି ଡିଜିଟାଲ ପେମେଣ୍ଟ ପଦ୍ଧତି ମାଧ୍ୟମରେ ପୈଠ କରାଯାଉଥିବା ବିଦ୍ୟୁତ୍ ବିଲ୍ ଉପରେ 4% ରିହାତି ଜାରି ରହିବ ବୋଲି ଜଣାପଡ଼ିଛି। 2 କିଲୋୱାଟ୍ ପର୍ଯ୍ୟନ୍ତ ସ୍ମାର୍ଟ ମିଟର ରେଣ୍ଟ ଛାଡ଼। ଯେଉଁ 60 ଟଙ୍କା ରେଣ୍ଟ ଚାର୍ଜ ପଡ଼ୁଥିଲା ଆଉ ପଡ଼ିବନି।